ତ ହଁ ଠିକ୍ ହିଁ ପଢ଼ୁଛନ୍ତି। ପାକିସ୍ତାନୀ ଆଇଏସ୍ଆଇ ପାଇଁ କାମ କରୁଥିଲେ ଇଣ୍ଡିଆନ୍ ୟୁଟ୍ୟୁବର୍। ତ ଇଏ ଦେଖିପାରିବେ ସେଇ ଝିଅ ଯିଏ କି କାମ କରୁଥିଲା। ଏହା ନାଁ ହେଉଛି ଜ୍ୟୋତି ମଲ୍ହୋତ୍ରା। ତ ଇଏ ହରିୟାଣାରୁ ବିଲଙ୍ଗ କରେ ଝିଅଟା। ତ ଦେଖ ତ ଏହାର ୟୁଟ୍ୟୁବ୍ ଚ୍ୟାନେଲ୍ ଗୋଟେ ଥିଲା। ତ ଇଏ ଟ୍ରାଭେଲ୍ ବ୍ଲଗ୍ ବନାନ୍ତି। ବ୍ଲଗ୍ ସମସ୍ତେ ଆଜିକାଲି ଆମ ଦେଶରେ ସମସ୍ତେ ତ ବହୁତ ଦେଖନ୍ତି। ଦେଖନ୍ତୁ ଫାର୍ଷ୍ଟ କଥା, ଅନ୍ୟ କାହା ଲାଇଫ୍ରେ କ'ଣ ଚାଲିଛି ସେଇଟା ଜାଣିକି ଏତେ ଇଣ୍ଟରେଷ୍ଟ କରନ୍ତୁନି। ତା ଜୀବନରେ କ'ଣ ଖୁସି ହେଲା ଆପଣମାନେ ଜାଣିକି କ'ଣ କରିବେ ଫାର୍ଷ୍ଟ କଥା। ତ ଏନିୱେ, ତ ସିଏ ହେଉଛି ଗୋଟେ ରେଗୁଲାର ଟ୍ରାଭେଲ୍ ବ୍ଲଗ୍ ବଗେରା ବନାଉଥିଲା। ତ ଏଇ ମାସ 13 ତାରିଖ ଦିନ ଆମର ପେହେଲଗାମ୍ ଆଟାକ୍ ପରେ ତାପରେ ଅପରେସନ୍ ସିନ୍ଦୁର ସେଇ ଭିତରେ ଇଣ୍ଡିଆନ୍ ହେଉଛି ଇଣ୍ଡିଆନ୍ ଏମ୍ବାସି, ଇଣ୍ଡିଆନ୍ ଗଭର୍ଣ୍ଣମେଣ୍ଟ ପାକିସ୍ତାନ ଯେ ଏମ୍ବାସି ଅଛି ସେଠି ଗୋଟେ ଲୋକକୁ ବାହାର କରିଥିଲା। କାହିଁକିନା ସିଏ ହେଉଛି ପାକିସ୍ତାନ ଆଇଏସ୍ଆଇର ଲୋକ ଥିଲା। ତ ସିଏ ଇଣ୍ଡିଆରେ ରହିକି ପାକିସ୍ତାନ ଯେ ଅଛି ହାଇ କମିଶନର, ତ ସେଠି ରହିକି ସେ ସ୍ପାଇଂ କରୁଥିଲା। ମାନେ ଗୋଟେ ଷ୍ଟାଫ୍ ବି କାମ କରୁଥିଲା, ଏପଟେ ସ୍ପାଇଂ ବି କରୁଥିଲା। ତ ତାର ଡିଟେଲ୍ସ ବାହାରିଲା। ତ ତାକୁ ଯେତେବେଳେ ଆରେଷ୍ଟ କରାଗଲା ତ ତାର ମାନେ ତନାଘନା କରାଗଲା ଯେ ଏହାର କାହା ସାଙ୍ଗରେ କ'ଣ କେମିତିକା ଲିଙ୍କ୍ ଅଛି। ତ ଏହାର ଯେ ଲିଙ୍କ୍ ଅଛି ତ ତାପରେ ଜଣାପଡ଼ିଲା ଯେ ଇଏ ହେଉଛି ଫ୍ରିକ୍ୱେଣ୍ଟଲି, ଏଇଟା ଦେଖିପାରିବେ ବହୁତ ଜଣଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହାକୁ ମନିଟର୍ କରାହେଇଛି, ଦେଖାହେଇଛି। ଅବଭିୟସ୍ଲି ହାଇ କମିଶନରର ଗୋଟେ ଲୋକ, ଆଉ ଯଦି ବି ହାଇ କମିଶନରର ଭିତରକୁ ଯାଇପାରୁଛି ତ ସେମାନେ ସେଇଠୁ ଅନ୍ଦାଜ ମାରିଲେ ଯେ ଏହାର କାହା ସାଙ୍ଗରେ କିଛି ନା କିଛି ଗୋଟେ ଲିଙ୍କ୍ ଥିବ। କାହିଁକିନା ଯଦି ଲିଙ୍କ୍ ନଥିବ ତାହେଲେ କାହିଁକି ଏହାକୁ ବାହାର କରାହେଲା। ତ ଲିଙ୍କ୍ରୁ ଜଣାପଡ଼ିଲା ଯେ ଏଇ ଝିଅ ତା ସାଙ୍ଗରେ ଲିଙ୍କ୍ ଅଛି। ଇଏ ଦେଖିପାରିବେ ଇଏ ଝିଅ ୟା ସାଙ୍ଗରେ ଆଉ ଜଣେ, ଇଏ ବି ଆଉ ଜଣେ ୟୁଟ୍ୟୁବର୍। ତ ବହୁତ ଜଣ ଆକ୍ଚୁଆଲି ୟୁଟ୍ୟୁବର୍ 6 ଜଣ ଖଣ୍ଡେ ଧରା ପଡ଼ିଛନ୍ତି, ମାନେ ସ୍ପାଇଂ କରୁଛନ୍ତି ବୋଲି ମାନେ ଅନ୍ଦାଜ ମରାଯାଉଛି। ବଟ୍ ଏ ଝିଅ ତ କନଫର୍ମ ଦେଖନ୍ତୁ, ଏବେ ନ୍ୟୁଜ୍ରୁ ଯାହା ଜଣାପଡ଼ୁଛି ଗଭର୍ଣ୍ଣମେଣ୍ଟ ଏଜେନ୍ସିରୁ ଯେ ଇଏ ସ୍ପାଇଂ କରୁଥିଲେ ଧରାପଡ଼ୁଛି। ବଟ୍ କେତେ ସତ କେତେ ମିଛ, କେତେ ପରିମାଣର ସ୍ପାଇଂ କରୁଥିଲେ ସେଇଟା ପରେ ଜଣାପଡ଼ିବ। ଆଉ ଇଏ ଝିଅ ଦେଖିପାରିବେ ଯେମିତିକା ପାକିସ୍ତାନ 2023 ମସିହାରେ ଯାଇଥିଲେ। ତ ପାକିସ୍ତାନ ଏମ୍ବାସିରେ ୟାର ଫ୍ରିକ୍ୱେଣ୍ଟ ଯିବା ଆସିବା ହେଉଥିଲା। କୁହାଯାଉଛି ଏଇ ଯେ ପୁଅ ଯିଏ ହେଉଛି ଥିଲା ଆମର ସ୍ପାଇଂ, ହଁ ଇଏ ପାକିସ୍ତାନ, ୟା ନା ଡ୍ୟାନିସ୍ ଆକ୍ଚୁଆଲି। ତ ଇଏ ହେଉଛି ଝିଅ ସାଙ୍ଗରେ ୟାର ସମ୍ପର୍କ ଥିଲା, ମାନେ ଶାରୀରିକ ସମ୍ପର୍କ ଥିଲା କୁହାଯାଉଛି। ତ ଏମାନେ ବାଲି ବି ଯାଇଥିଲେ ରିସେଣ୍ଟଲି ଇଣ୍ଡୋନେସିଆ। ତ ତାଙ୍କର ସେଇଠି ଫିଜିକାଲ୍ ରିଲେସନସିପ୍ ଥିଲା ବଗେରା ବଗେରା, ଏମିତିଆ ସବୁ ନ୍ୟୁଜ୍ରେ ଏବେ ତ ଦେଉଛି। ତ ସେଇ ସୂତ୍ରରୁ ମୁଁ ଆପଣଙ୍କୁ କହୁଛି। ଆଉ ବାକି ଦେଖିପାରିବେ ଇଏ ପାକିସ୍ତାନ ଯେତେବେଳେ ଯାଇଥିଲା ସେଠି କୁହାଯାଉଛି ଯେ ପାକିସ୍ତାନ ସପକ୍ଷରେ ବହୁତ ଜିନିଷ କୁହାଯାଉଥିଲା। ଦେଖନ୍ତୁ ଏଇଟା ହେଉଛି ଲୋକ କହିପାରିବେ, ବଟ୍ ମେ ବି ସେମିତିଆ କିଛି ଗୋଟେ ଆଙ୍ଗେଲ୍ ଥିବ, ନହେଲେ ଏହାକୁ ଗଭର୍ଣ୍ଣମେଣ୍ଟ ଆରେଷ୍ଟ କାହିଁକି ହେଇଛି। ଆକ୍ଚୁଆଲି ଇଏ ଆରେଷ୍ଟ ବି ହେଇସାରିଛି। ତାପରେ ବହୁତ ଗୁଡ଼ା ଅଲଗା ଜଣ, ଆକ୍ଚୁଆଲି 6 ଜଣଙ୍କୁ ଆଜି ଆରେଷ୍ଟ କରାଯାଇଛି ସ୍ପାଇଂ କ୍ଷେତ୍ର କଥା କହିବାକୁ ଗଲେ। ତ ଏହା ୟୁଟ୍ୟୁବ୍ ଚ୍ୟାନେଲ୍ ନାଁ ଥିଲା ଟ୍ରାଭେଲ୍ ୱିଥ୍ ଜୋ। ହୁଏତ ଏଇଟା ୱିଥହେଲ୍ଡ କରିଦିଆବ। ଆଚ୍ଛା, ଇଏ କ'ଣ ସ୍ପାଇଂ କରୁଥିଲା ନା ଯେତିକି ବି ଇଣ୍ଡିଆର ସେନ୍ସିଟିଭ୍ ଜାଗାର ଇନଫର୍ମେସନ୍ ଲିକ୍ କରୁଥିଲା ସେ ଡ୍ୟାନିସ୍କୁ, ଯିଏକି ପାକିସ୍ତାନ ଆଇଏସ୍ଆଇର ଯିଏ ଏଜେଣ୍ଟ ଥିଲା। ତ ଯାହା ବି ହଉ ମାନେ ହନି ଟ୍ରାପ୍ କରାହେଇଛି ସେଇଟା କହିପାରିବେ। ତ ଏଇଠି ଦେଖିପାରିବେ ଜ୍ୟୋତି ମଲ୍ହୋତ୍ରା, ଜାଫର ହୁସେନ, ଦେବେନ୍ଦ୍ର ସିଂ ଦିଲନ୍, ପଲକ ଶେର ମସିହା, ସୁରଜ ମସିହା, ଆଉ ଜଣେ କାହାକୁ ନାଁ ରିଭିଲ୍ କରାଯାଇନି। ତ ଏତିକି ସବୁ ଥିଲେ। ଆଉ ଇଏ ଦେଖିପାରିବେ ଇଏ ଯେ ସେଇ ଯେ ଦେବେନ୍ଦ୍ର ସିଂ ଦିଲନ୍। ତ ଏମାନଙ୍କୁ ସବୁ ସ୍ପାଇଂ ଆକାରରେ ଆରେଷ୍ଟ କରାଯାଇଛି। ତ କେତେ ହଦ୍ର ସ୍ପାଇଂ କରିଥିଲେ ଆଉ ଏସ୍ପିଓନାଜ୍ ମାନେ ପାକିସ୍ତାନୀ ଗଭର୍ଣ୍ଣମେଣ୍ଟ ପାଇଁ କାମ କରୁଥିଲେ, ତ ଏତେ ପର୍ଯ୍ୟନ୍ତ ତ ଇନଫର୍ମେସନ୍ ଲିକ୍ ହେଇନାହିଁ। ବଟ୍ ଫିର୍ ବି ଫାର୍ଷ୍ଟ ଯେତିକି ଇନଫର୍ମେସନ୍ ବାହାରକୁ ଆସିଥିଲା ସେଇ ହିସାବରେ ମୁଁ ଆପଣଙ୍କ ପାଇଁ ଅଥେଣ୍ଟିକେଟ୍ ଭିଡ଼ିଓ ବନେଇଛି। ଦେଖନ୍ତୁ ଏବେ ସେମିତିକା କିଛି ଏତେ ଡିଟେଲ୍ସ ବାହାରି ନାହିଁ, ତ ମୁଁ ବେଶୀ ଖୋଲିକି ବି କହିପାରିବିନି କାହିଁକିନା ମୋତେ ବି ଜଣା ନାହିଁ। ବଟ୍ ଫିର୍ ବି ଗୋଟେ କଥା, ଆଉ ହଁ ଇଏ ଗୋଟେ ସେମିତି ୟୁଟ୍ୟୁବର୍ କ'ଣ ୟାତ୍ରୀ ଡକ୍ଟର ନା କ'ଣ, ଆଚ୍ଛା ଇଏ ବି ସେମିତିକା। ଏହା ଉପରେ ଏବେ ଲୋକ କ'ଣ ପାଇଁ ରାଗିଛନ୍ତି ନା ରିସେଣ୍ଟଲି ଏବେ ଯେମିତିକା ଦେଖିବେ ଅପରେସନ୍ ସିନ୍ଦୁରରେ ଯେମିତିକା ପାକିସ୍ତାନକୁ ଟର୍କି, ଆଜରବାଇଜାନ, ଚାଇନା ଯେମିତିକା ସପୋର୍ଟ କରୁଛି, ତ ଇଏ ସେଇ ବୟକଟ୍କୁ ରାଗି ଯାଉଥିଲା। ସେଇଟା ତା ମତ ହେଇପାରେ, ବଟ୍ ଫିର୍ ବି ଦେଖ ମାନେ ଟେରରିଷ୍ଟ ଆଟାକ୍ ହେଲା, ଲୋକ ମରିଲେ, ଏତେ ହେଇସାରିଲା ପରେ ବି ତୁ ଟ୍ରାଭେଲ୍ କରୁଛୁ ମୁଁ ବୁଝୁଛି, ବଟ୍ ଫିର୍ ବି ଦେଶ ପ୍ରତି ଦେଶଭକ୍ତି କାହିଁ ତୋର।
जहाँ भी हो सी से रागुला गवर्नमेंट को कौन क्रिटिसाइज वगैरह करूला तो ये भी कौन कहुच्छे तार यूट्यूब वीडियो बहुत गुटे काटिकुटा देना कौन आ देखिपारे तार इनस्टारे दुनिया प्रकार स्टाटस वाटस पकाउला जहाँ भी हो मोर गोटे सजेसन ब्लॉग वगैरह कहाँ देखनी देखुं आपण निज प्रिफरेन्स देखु बट मो सजेसन गोटे रहा जीवन में कौन चलती से बिल्कुल देखु नहीं ब्लॉग सबुठ बेकार जिनस टाइम वेस्ट इनफॉर्मेटिव वीडियो देखु लर्निंग वीडियो देखु न्यूज़ सबू देखुनी जे टॉपिक गुड़ा इम्पोर्टेंट से गुड़ा देखु तो एतिकी थिला आशा करुच्ची आपको आज वीडियो किसी नॉलेज गेन होता कहीं रिसेंट जियोपॉलिटिक्स तो कहीपर नहीं इंटरनल नेशनल सिक्योरिटी पर गोटे ट्रेंडिंग टॉपिक थिला आज संध्यार ए टॉपिक पर बहुत र्यूमर वगैरह न्यूज़ वगैरह स्प्रेड होती तो होप वीडियो भल लगी आज वीडियो एतिकी थिला नमस्कार जय जगन्नाथ।